ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ହ୍ୱାଇଟ୍ ହାଉସ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏଠାରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ୟୁକ୍ରେନର ଜେଲେନ୍ସ୍କି ମଧ୍ୟରେ ଯୁଦ୍ଧକୁ ନେଇ ଆଲୋଚନା ହୋଇଛି। ଏହି ଆଲୋଚନା ବେଳେ ଦୁଇ ରାଷ୍ଟ୍ରପତି ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଗଣମାଧ୍ୟମ ଉପସ୍ଥିତିରେ ଯୁଦ୍ଧ ରୋକିବାକୁ ନେଇ ଟ୍ରମ୍ପ ଜେଲେନ୍ସ୍କି ମଧ୍ୟରେ କଥା କଟାକଟି ହୋଇଛି। ଟ୍ରମ୍ପ ଯୁଦ୍ଧ ଲମ୍ବା ସମୟ ଧରି ଚାଲିବା ନେଇ ଜେଲେନ୍ସ୍କିଙ୍କୁ ଦାୟୀ କରିଛନ୍ତି। ଏହା ସହ ତୃତୀୟ ବିଶ୍ୱଯୁଦ୍ଧକୁ ୟୁକ୍ରେନ ଉସ୍କାଉଛି ବୋଲି କହିଛନ୍ତି। ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଅନ୍ୟ ସଚିବମାନଙ୍କ ଉପସ୍ଥିତିରେ ଟ୍ରମ୍ପ ୟୁକ୍ରେନକୁ ଘେରିଥିଲେ ଏବଂ ଯୁଦ୍ଧର ସାମ୍ପ୍ରତିକ ସ୍ଥିତି ପାଇଁ ୟୁକ୍ରେନର ବିଭିନ୍ନ ପଦକ୍ଷେପ ଦାୟୀ କରିଥିଲେ। ଜେଲେନ୍ସ୍କି ଟ୍ରମ୍ପଙ୍କ ଯୁକ୍ତିକୁ ଖଣ୍ଡନ କରି ୟୁକ୍ରେନ ନିଜ ଅଞ୍ଚଳର ସୁରକ୍ଷା ପାଇଁ କୌଣସି ସାଲିସ୍ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ। ୟୁକ୍ରେନର ଯୁଦ୍ଧ ପରବର୍ତ୍ତୀ ପୁନର୍ନିର୍ମାଣ ପାଣ୍ଠି ଉପରେ ୟୁକ୍ରେନ ଫୋକସ୍ କରିଛି। ଭବିଷ୍ୟତରେ ସମ୍ଭାବ୍ୟ ରୁଷୀୟ ସାମରିକ କାର୍ଯ୍ୟାନୁଷ୍ଠାନ କବଳରୁ ୟୁକ୍ରେନକୁ ସୁରକ୍ଷା ଦେବା ପାଇଁ ଜେଲେନ୍ସ୍କି ଆମେରିକାଠାରୁ ଏକ ସୁରକ୍ଷା ପ୍ରତିଶ୍ରୁତି ଚାହିଁଛନ୍ତି। ତେବେ ଟ୍ରମ୍ପ ଜେଲେନ୍ସ୍କିଙ୍କୁ ଅଧିକ ସୁରକ୍ଷା ପାଇଁ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି। ନାଟୋ ଏବଂ ଅନ୍ୟ ୟୁରୋପୀୟ ରାଷ୍ଟ୍ରମାନେ ଏ ଦିଗରେ ଅଧିକ ପଦକ୍ଷେପ ନେବା ଉପରେ ଟ୍ରମ୍ପ ଗୁରୁତ୍ୱାରୋପ କରିଛନ୍ତି। ରୁଷ ସହ ଯୁଦ୍ଧକୁ ନେଇ ଜେଲେନ୍ସ୍କି କହିଛନ୍ତି ଯେ ରୁଷ ଆମର ଅଞ୍ଚଳ ଅକ୍ତିଆର କରିଛି ଏବଂ ଏହା ଫେରି ନ ପାଇବା ପର୍ଯ୍ୟନ୍ତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କୌଣସି ସାଲିସ୍ କରାଯିବ ନାହିଁ। ଏ ବାବଦରେ ଟ୍ରମ୍ପ କହିଛନ୍ତି ୟୁକ୍ରେନ ରୁଷଠାରୁ ଅଞ୍ଚଳ ଫେରାଇବା ପାଇଁ ନିଜେ ଉଦ୍ୟମ କରିବା ଆବଶ୍ୟକ। ଏଥିରେ ଆମେରିକା କୌଣସି ହସ୍ତକ୍ଷେପ କରିପାରିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ରୁଷକୁ ରୋକିବାକୁ ନେଇ ଟ୍ରମ୍ପଙ୍କ ରଣନୀତିକୁ ନାପସନ୍ଦ କରିଛନ୍ତି ଜେଲେନ୍ସ୍କି। ଯୁଦ୍ଧ ବିରାମରେ ସହମତ ହେବାକୁ ଜେଲେନ୍ସ୍କିଙ୍କୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ।